ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. ଗାନ୍ଧିଜୀଙ୍କ ମୃତ୍ୟୁ କିପରି ଘଟିଥିଲା? ନାଥୁରାମ ଗଡ଼ସେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। 2. ଗାନ୍ଧିଜୀଙ୍କ ମୃତ୍ୟୁ କେବେ ହୋଇଥିଲା? 1948 ମସିହା ଜାନୁଆରୀ 30ରେ। 3. ଗାନ୍ଧିଜୀଙ୍କୁ କେଉଁଠି କିପରି ହତ୍ୟା କରାଯାଇଥିଲା? ଦିଲ୍ଲୀ ବିର୍ଲା ଭବନ ଠାରେ ପ୍ରାର୍ଥନା ସଭା ସମୟରେ ଗୁଳି କରି ହତ୍ୟା କରାଯାଇଥିଲା। 4. ଗାନ୍ଧିଜୀ ମୃତ୍ୟୁ ସମୟରେ କ'ଣ କହିଥିଲେ? ହେ ରାମ। 5. କେଉଁମାନେ ଗାନ୍ଧିଜୀଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ? ଏକ କଟ୍ଟରପନ୍ଥୀ ହିନ୍ଦୁ ମହାସଭାର ସଦସ୍ୟ 8 ଜଣ ନାଥୁରାମ ଗଡ଼ସେ, ମଦନଲାଲ ପାହବା, ନାରାୟଣ ଆପ୍ତେ, ବିଷ୍ଣୁ କରକରେ, ଦିଗମ୍ବର ବଡ଼ଗେ, ଗୋପାଳ ଗଡ଼ସେ, ବିନାୟକ ସାବରକର, ଶଙ୍କର କିସ୍ତାଇୟା। 6. ଗାନ୍ଧିଜୀଙ୍କୁ କାହିଁକି ହତ୍ୟା କରାଯାଇଥିଲା? ଗାନ୍ଧିଜୀଙ୍କ ହତ୍ୟାକାରୀମାନଙ୍କ ମତରେ ଗାନ୍ଧିଜୀ ହିନ୍ଦୁମାନଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିଲେ ଏବଂ ମୁସଲମାନମାନଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ। ଧନ୍ୟବାଦ।